विष्णु विष्णु राधे राधे कृष्ण कृष्ण एही भଳି सनातନରେ ଅନେକ ଲୋକଙ୍କର ଅନେକ ଇଷ୍ଟ ଦେବ ଅଛନ୍ତି। ସେମାନେ ଇଷ୍ଟ ଦେବଙ୍କର ମନ୍ତ୍ର ଏହି ଭଳି ନିଅନ୍ତି। ଯେତେବେଳେ ଆସିଥାଏ ଆଶୀର୍ବାଦର ମହିମା, ସନାତନ ଧର୍ମରେ ହିଁ ଆଶୀର୍ବାଦର ମହିମା ବିଶେଷ ଭାବରେ ପ୍ରଭାବ ପକାଇଥାଏ। ଆଶୀର୍ବାଦର ମହିମା ଜାଣିଲେ ମଣିଷ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିଭୁବନ ଯେଉଁ ପୁରାଣରେ ଲିଖିତ ଅଛି ସବୁଠି ଆଶୀର୍ବାଦ, ତାର ବିପରୀତ ଅଭିଶାପ। ତେଣୁ ଅଭିଶାପକୁ ଦୂରେଇ ଆଶୀର୍ବାଦର ମହାମହିମା ପ୍ରଚାର କରିବା ପାଇଁ ଅନେକ ସାଧୁ ସନ୍ଥ ଏ ଜଗତରେ ଲୀଳା କରନ୍ତି ଏବଂ ତାଙ୍କର ଆରାଧ୍ୟ ପଥକୁ ଧରି ଲୋକମାନେ ଚାଲିବାକୁ ଚେଷ୍ଟା କରନ୍ତି। ସେମାନେ ଗୁରୁ ରୂପରେ ଆଗେଇ ଆଗେଇ ଚାଲିଥାନ୍ତି, ଅନ୍ୟମାନେ ସମସ୍ତେ ତାଙ୍କ ପଛରେ ହିଁ ଥାନ୍ତି। ଗୁରୁଙ୍କର ପଥକୁ ଧରି ଯେଉଁମାନେ ଚାଲିଥାନ୍ତି, ଗୁରୁ ଏ ସଂସାରରୁ ଗୋଲକ ଧାମ କିମ୍ବା ଯେକୌଣସି ସ୍ୱର୍ଗ ଧାମକୁ ଯିବା ସମୟରେ ତାଙ୍କ ଶିଷ୍ୟମାନଙ୍କୁ ମଧ୍ୟ ନେଇଯାଆନ୍ତି ବୋଲି ସନାତନ ଧର୍ମରେ ବିଶ୍ୱାସ ଅଛି। ସେଥିପାଇଁ ଗୁରୁ ମହିମା, ଆଶୀର୍ବାଦ ମହିମା, ସେହି ଆଶୀର୍ବାଦ ଟିକକ ପାଇବା ପାଇଁ ଏ ସନାତନ ଧର୍ମ ଆଜି ସତ୍ୟ ସୁନ୍ଦର ସନାତନ ଧର୍ମ ହୋଇପାରିଛି। ବାପାରେ ଯା ଟିକେ ମୁଣ୍ଡିଆ ମାରିଦେ, ଗୁରୁଜନ, ଗୁରୁ ଆସୁଛି ଗୁରୁଜନ। ତେଣୁ ସମସ୍ତେ ନିଜ ନିଜ ପିଲାମାନଙ୍କୁ କୁହନ୍ତି, ଯା ବାପାରେ ଟିକିଏ ମୁଣ୍ଡିଆ ମାରିଦେ, ତୋର ଗୁରୁଜନ ଆଶୀର୍ବାଦ ମିଳିବ। ସେଇ ଆଶୀର୍ବାଦ ଟିକକ ସାଉଁଟିବାକୁ ଯାଇ ଛୋଟ ପିଲା ଯେତେବେଳେ ମୁଣ୍ଡିଆ ମାରେ ସେତେବେଳେ ଗୁରୁ କୁହନ୍ତି, ବିଷ୍ଣୁ ବିଷ୍ଣୁ ରାଧେ ରାଧେ ରାମ ରାମ କୃଷ୍ଣ କୃଷ୍ଣ ହର ହର ମହାଦେବ। ଯେ ଯାହାର ଇଷ୍ଟ ମନ୍ତ୍ରଙ୍କର ନାମ ନିଅନ୍ତି କୁହନ୍ତି, ହେ ଇଷ୍ଟ ଦେବ, ଏତକ ତୁମେ ବହନ କର, ମୋର ବହନ କରିବାକୁ ଶକ୍ତି ନାହିଁ ଗୁରୁ। ତେଣୁ ସେଇ ଆଶୀର୍ବାଦ ଟିକକ ଭଗବାନଙ୍କ ଠାରୁ ଆଣି ସମର୍ପିବା ପାଇଁ ତାଙ୍କୁ ଯିଏ ଆଶୀର୍ବାଦ ମାଗୁଛି, ତେଣୁ ସେ ଭଗବାନଙ୍କ ଆଗକୁ ଧାରା ଦେଖେଇ ଦିଅନ୍ତି, ହେ ପ୍ରଭୁ, ଏ ଆଶୀର୍ବାଦ ଟିକକ ଏହାକୁ ଅର୍ପଣ କର। ଏ ଆଶୀର୍ବାଦ ମାଗୁଛି, ଅଭିଶାପ ନୁହେଁ। ୟାର ଯେତେ ଅଭିଶାପ ଅଛି ତାକୁ ଦୂର କରି ଆଶୀର୍ବାଦ ଟିକକ ଦିଅ। ସେଇ ଆଶୀର୍ବାଦ ମହିମା ପାଇବା ପାଇଁ ଏ ସନାତନ ଧର୍ମ ଆଜି ଯୁଗ ଯୁଗାନ୍ତର ହୋଇ ରହିଛି, ରହିବ। ୟାର ନା ଆଦି ନା ଅନ୍ତ, ସବୁଦିନ ଏ ଚିରନ୍ତନ ସତ୍ୟ। ତେଣୁ ବାପା ମାନେ, ମା ମାନେ, ଯେଉଁମାନେ ବୟସରେ ଅଧିକ ହେଲେ ବି ସାଧୁ ମହାତ୍ମା ଯଦି ବୟସରେ ସାନ ହୋଇଥାଏ, କିନ୍ତୁ ତାପରେ ବି ସେଇ ମହାତ୍ମା ଠାରୁ ଆଶୀର୍ବାଦ ଟିକକ ପାଇବା ପାଇଁ ମୁଣ୍ଡିଆ ମାରନ୍ତି। ଏ ଆଶୀର୍ବାଦକୁ ବୁଝିବାର ଶକ୍ତି ଯାହାର ଅଛି ସେ ହେଉଛି ମହାତ୍ମା। ସେଇ ମହାତ୍ମା ହିଁ ଜାଣିଛନ୍ତି ଆଶୀର୍ବାଦର ମହିମା କେତେ ଉଚ୍ଚ କୋଟିର। ଆଶୀର୍ବାଦ ଟିକକ ପାଇବା ପାଇଁ ଆଜି ସନାତନୀ ମାନେ କାହିଁକି ପାଗଳ ହେଉଛନ୍ତି? ଏହାର ମୂଲ୍ୟ ଯାହା କେହି ଦେଇପାରିବେ ନାହିଁ। ବାପା ଯେତେବେଳେ ଗୁରୁଟି ଆସୁଛି, ଶିଷ୍ୟମାନେ ମୁଣ୍ଡିଆ ମାରୁଛନ୍ତି। ଏଇ ମୁଣ୍ଡିଆକୁ ଦେଖନ୍ତୁ, କାହିଁକି ମାରୁଛନ୍ତି? ଆଶୀର୍ବାଦ ପାଇବା ପାଇଁ, ଉନ୍ନତି ପାଇବା ପାଇଁ। ଆଶୀର୍ବାଦ ମିଳିଲେ ସନାତନରେ ବିଶ୍ୱାସ ଅଛି ସବୁ ଅଭିଶାପ ଖଣ୍ଡନ ହୋଇଯାଏ। ତେଣୁ ବାପା ମାନେ, ମା ମାନେ କାହାରିକୁ କେବେ ମନରେ ଆଘାତ କର ନାହିଁ। ଆପଣ ମାନେ ଯଦି କାହାର ମନରେ ଆଘାତ କଲେ
ସେଇଠି ଅଭିଶାପ ଜନ୍ମେ। ଆଉ ଯେତେବେଳେ କାହାର ମନ କିଣି ନେଲେ ନା ସେତେବେଳେ ଆପଣଙ୍କୁ ଆଶୀର୍ବାଦ ମିଳିଥାଏ। ଏ ଆଶୀର୍ବାଦ ଟିକକ ସାଉଁଟି ସାଉଁଟି ନିଶ୍ଚିନ୍ତ ତୁମେ ଏ ଦୁନିଆରେ ବଡ଼ ହେବ। ଆସନ୍ତୁ ଜାଣିବା ଏହି ଆଶୀର୍ବାଦ ବହୁ ପ୍ରକାର ଭାବରେ ଦିଆଯାଇଥାଏ। ତେଣୁ ଏହାକୁ ମନ୍ତ୍ର ରୂପରେ ଦେଲେ ବହୁତ ସମ୍ପୂର୍ଣ୍ଣ ଫଳ ମିଳିଥାଏ। ଯଦି ମନ୍ତ୍ର ଆପଣଙ୍କୁ ଆସୁନାହିଁ ତେବେ ଆପଣ ମୁଣ୍ଡିଆ ମାରିଥିବା ପୁଅଟିକୁ ଧରି ତା ମଥାରେ ହାତ ବୁଲି ଦିଅନ୍ତୁ, ସବୁ ଅଭିଶାପ କଟିଯିବ। ବାପା ମାର ହାତ ଯଦି ପୁଅ ମୁଣ୍ଡରେ ଯେତେ ବୁଲିଯାଏ ସବୁ କିଛି ଖଣ୍ଡନ ହୋଇଯାଏ। ଏହାଠାରୁ ବଡ଼ ଆଶୀର୍ବାଦ କିଛି ନାହିଁ। ସେତିକି କରନ୍ତୁ, ଆପଣଙ୍କ ପିଲାର ମୁଣ୍ଡରେ ହାତ ଆଉଁସି ଦିଅନ୍ତୁ, କୁହନ୍ତୁ ହେ ଭଗବାନ ତୁମେ ହିଁ ଆକୁ ଆଶୀର୍ବାଦ ରୂପକ ଫଳ ପ୍ରଦାନ କର। ଇଏ ବଡ଼ ମଣିଷ ହଉ ସଂସାରରେ ନା ରଖୁ। ଆସନ୍ତୁ ସନାତନ ଧର୍ମରେ ଆଶୀର୍ବାଦର ମନ୍ତ୍ର ଜାଣିବା। ଏହି ମନ୍ତ୍ର ପଢି ଯଦି କାହାକୁ ଆଶୀର୍ବାଦ ଦିଆଯାଏ ପୂର୍ଣ୍ଣ ଫଳ ମିଳିଥାଏ ବୋଲି କୁହାଯାଏ। ତେଣୁ ଆସନ୍ତୁ ଆଶୀର୍ବାଦ ମନ୍ତ୍ର କିଛି ଜାଣିବା। ପୁରୁଷ ପକ୍ଷ ଦେଖନ୍ତୁ। ଓಂ ବୃହସ୍ପତି ସବିତୃବୁଧାୟଂ ସଂସି ସଂବି ଚନ୍ଦ୍ରଗೋ ସଂସି ସଦି ବର୍ଧୟଂ ମହେତ ସୌଭାଗାୟ ବିଶ୍ୱମେତ ମନୋ ମଦନ୍ତୁ ଦେବା। ଓಂ বেদেক্তান্তর্থ সিদ্ধয় সন্তু পূর্ণ সন্তু মনোরথা শত্রুণং ব্রধীনং স্বস্তু মিত্রাণং মুদয়েস্তব অব্যাধীনা শরীরেণ মনসা চ নিরাদিনা পরায়ণ অর্থীণামাস্বর্তং জীব শরদং সতং দীর্ঘায়োরপতিহতবলবিচ্ছ সমান্বিত পত্র পত্র ধনিষ্ঠো বৎসব্যোতমং ধনং নান্যং ধরাধর্মং কীর্তিময় যশস্রিয়ং রোদন্তিত পুত্রং মহালক্ষ্মী প্রয়চ্ছতু দেব ব্রহ্মণি নিশ্চক্তিরস্তু সর্বারিষ্ট শান্তিরস্তু অষ্টোত্তর শত সংবৎসরং পরমায়স্তু। ଆସନ୍ତୁ ଜାଣିବା ରାଜ ଆଶୀର୍ବାଦ ମନ୍ତ୍ର। ଲକ୍ଷ୍ମୀସ୍ତେ ପଙ୍କଜାକ୍ଷୀ ନିବସତୁ ଭୁବନେ ଭାରତୀ କଣ୍ଠ ଦେଶେ ବର୍ଦ୍ଧନ୍ତଂ ବନ୍ଧୋର୍ଗା ସକଳି ପୁରାଣଂ ଜନ୍ତୁ ପାତାଳ ମୂଳଂ ଦେଶେ ଦେଶେ च କୀର୍ତ୍ତି ପ୍ରସରତୁ ଭବତଂ କୁମ୍ଭକୁନ୍ନିନ୍ଦୁ ଶୁଭ୍ରା जीवतं पुत्र पुत्र सकल गणादतो स्वस्तिते दीर्घायु। ओम श्रीर्वदस्वमायुष्यमारोग्यमाभिधात् पवमानं मायते धनं धान्यं पशुं पुत्रलाभं शतसंवत्सरं दीर्घमायु। ଆସନ୍ତୁ ଜାଣିବା ସଦ୍ଭବା ସ୍ତ୍ରୀ ପକ୍ଷେ କଣ କହିବେ ମନ୍ତ୍ର ନେବେ ମୁଖରେ। ସୁଲକ୍ଷଣୀ ସୌଭାଗ୍ୟବତୀ ଆୟୁଷ୍ମତୀ ପୁତ୍ରବତୀ च ଭୂୟାତ୍
विधवा स्त्री पक्षे कौन मंत्र नेबे जानंतो स्व इष्ट देव चरणारविंदे निश्चला भक्तिरस्तु। विशिष्ट व्यक्ति पक्षे क्यों मंत्र नेबे जानंतो बसतु तव निवासे निश्चला सिंधु पुत्री निवासतु भुजरण्ये चंडिका वैरावती मोख सरसिज मध्य भारती भवजुक्ता न चलतु चवतो पाद पद्मा मुरारे। पुरुष व स्त्री उभय थिले क्यों मंत्र नेबे जानंतो आरोग्य तरुणी शशि विमला तंभमा प्रतापोदयं बोधि शीतलकरतज सुर गुरु ज्ञानं सुखं भार्गव सर्जं सूर्येषु तस्य राहुर्भयं केतु प्रसादं सदा ब्रह्मा विष्णु शिवेश्वरी प्रभूतयो देवा सदा पन्तो जस्यंके च विभाति भूधरसुता देवापमस्तके भारे आरविदुर्गजे च गरलं जस्य रसिव्यात् स्वयं भवति विभूषणं सुरावर सर्वाधिप सर्वदा सर्व सर्वगत शिव शशिन्यो श्री शंकर पातु वा। पुरुष पक्षे कौन मंत्र नेबे जानंतो दीर्घायु भव जीव वस्त्र सतं नश्यन्त सर्वपद स्वस्थ संभव मुच्च चंचलियं लग्नं कानतो भव किं ब्रह्मं मृगोतो मातृकपिलो व्यासादिवासितम् जद्रामस्य पुराभिषेक समये तदास्तु ते मंगलम्। बापा माने माँ माने ए मंत्र शिखिबाकु चेष्टा करंतु जदि नि मंत्र न आसुछि तेबे भी जे आपन को नमस्कार करुछंती आपन से नमस्कार को निजर इष्ट देवंक पाखकु पठाई दियंतु। आपन ऋण शून्य होई ए संसार रूपक सागर इष्ट देवंक आशीर्वाद रे पारी हेबाकु चेष्टा करंतु। आशीर्वाद महिमा। जय जगन्नाथ महाप्रभु हर हर महादेव राम राम कृष्ण कृष्ण जय सनातन।